ଗ୍ରାମୀଣ ଯେଉଁ ଜୀବନ ବୃତ୍ତାନ୍ତ ଶ୍ରୀମଦ୍ ଭାଗବତରେ ନାମର ଶକ୍ତି କେତେ, ଭଗବାନ ଏବଂ ଭଗବାନଙ୍କ ନାମ, ଭଗବାନଙ୍କ ଯେତିକି ଶକ୍ତି ନାମରେ ତାଠାରୁ ଅଧିକ ଶକ୍ତି ଅଛି। ହନୁମାନ ଏବଂ ଅନ୍ୟ ମାଙ୍କଡ଼ ମାନେ ପଥରରେ ରାମ ନାମ ଲେଖୁଥିଲେ, ସେ ପଥର ଭାସୁଥିଲା, କିନ୍ତୁ ରାମଚନ୍ଦ୍ର ନିଜେ ସ୍ୱୟଂ ପଥର ପକେଇଲେ ସେ ପଥର ବୁଡ଼ିଗଲା। ତେଣୁ ଭଗବାନଙ୍କ ନାମ ଭଗବାନଙ୍କ ଠାରୁ ଅଧିକ ଶକ୍ତିଶାଳୀ। ତେଣୁ ଏ ଅଜାମିଳ ହେଉଛି ତାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ଯେ ଯେଉଁ ଏଭଳି ପାପୀ ଯିଏକି ଏଭଳି ପାପ କରିଛି, ଚିତ୍ରଗୁପ୍ତ ପାଞ୍ଜିରେ ତାର ଜାଗା ନଥିଲେ ଏତେ ପାପ କରିଛି, ଅପରାଧ କରିଛି, କିନ୍ତୁ ସେ ଗୋଟିଏ ପୁତ୍ର, ତାର କନିଷ୍ଠ ପୁତ୍ର ନାରାୟଣ ନାମ ରଖିଥିବା ହେତୁ, ସେ ପୁତ୍ର ନାମ ଉଚ୍ଚାରଣ କରୁଥିବା ହେତୁ ଯେତେବେଳେ ମୃତ୍ୟୁ ସମୟରେ ଯମଦୂତମାନେ ତାକୁ ନେବାକୁ ଆସିଲେ ଆଉ ତା ବେକରେ ଫାଶ ବାନ୍ଧିକି ତାକୁ ଯମରାଜଙ୍କ ପାଖକୁ ନେବାକୁ ଚାହିଁଲେ, ସେତେବେଳେ ସେ ଭୟଭୀତ ହେଇକି, ସେ ଯମଦୂତମାନଙ୍କୁ ଦେଖି ଭୟଭୀତ ହେଇକି ନାରାୟଣ ନାମ ଉଚ୍ଚାରଣ କଲା। ପୁତ୍ରକୁ ଉଦ୍ଦେଶ୍ୟ ଡାକିଲା, ଭଗବାନଙ୍କୁ ଉଦ୍ଦେଶ୍ୟ ଡାକିନି। ପୁତ୍ରଟି ପାଖରେ ଥିଲା, ସେ ପୁତ୍ରକୁ ଉଦ୍ଦେଶ୍ୟ ସବୁବେଳେ ସେ ପୁତ୍ର ନାମ ଉଚ୍ଚାରଣ କରେ, ଖାଇବା ସମୟରେ, ଶୋଇବା ସମୟରେ, ସବୁ ସମୟରେ ସେ ଉଚ୍ଚାରଣ କରେ। ସେ ପୁତ୍ରକୁ ଉଦ୍ଦେଶ୍ୟ କରି ଡାକିଲା ଏବଂ ସେ ପୁତ୍ରକୁ ଉଦ୍ଦେଶ୍ୟ କରି ଡାକିଲେ ମଧ୍ୟ ଭଗବାନଙ୍କ ନାମ ନାରାୟଣ ନାମ ଉଚ୍ଚାରଣ ହୋଇଥିବା ହେତୁ ବିଷ୍ଣୁଦୂତମାନେ ଆସି ତାକୁ ସୁରକ୍ଷା ପ୍ରଦାନ କଲେ। ତେଣୁ ବିଷ୍ଣୁଦୂତ ଏବଂ ଯମଦୂତମାନଙ୍କ ଭିତରେ କଥୋପକଥନ ହେଲା ଏବଂ କଥୋପକଥନ ହେଲେ ବିଷ୍ଣୁଦୂତମାନେ ଯମଦୂତଙ୍କୁ ହରେଇଲେ ଏବଂ ତାପରେ ଅଜାମିଳ ମୃତ୍ୟୁ କବଳରୁ ମୁକ୍ତ ହେଲା, ଆଉ ସେ ମଲା ନାହିଁ। ତାପରେ ସେ ହରିଦ୍ୱାରକୁ ଗଲା, ହରିଦ୍ୱାରରେ ବିଷ୍ଣୁ ମନ୍ଦିରରେ ଆଶ୍ରୟ ନେଲା ଏବଂ ଯେତେବେଳେ ସେ ମୃତ୍ୟୁ ତାର ସମୟ ଆସିଲା, ସେତେବେଳେ 4 ଜଣ ବିଷ୍ଣୁଦୂତ ଆସି ତାକୁ ରଥରେ ନେଇଗଲେ ବୈକୁଣ୍ଠ ଧାମ। ତାପରେ ଯମଦୂତମାନେ ଯାଇ ଯମରାଜଙ୍କ ସହିତ ଯେତେବେଳେ କଥାବାର୍ତ୍ତା କଲେ, ଯମରାଜ ମଧ୍ୟ ସେ କହିଲେ ଯେ ମୁଁ ତୁମର ପ୍ରଭୁ ବୋଲି ଯେଉଁ ଭାବୁଛ ସେଟା ତୁମର ଭୁଲ ଧାରଣା, ମୁଁ ତୁମର ପ୍ରଭୁ ନୁହେଁ, ପ୍ରଭୁ ହେଉଛନ୍ତି ଏକମାତ୍ର ସ୍ୱୟଂ ଭଗବାନ, ତାଙ୍କ ନିର୍ଦ୍ଦେଶରେ ଆମେମାନେ ସମସ୍ତେ କାର୍ଯ୍ୟ କରୁଛୁ। କେବଳ ମୁଁ ନୁହେଁ, ବ୍ରହ୍ମା କାର୍ଯ୍ୟ କରୁଛନ୍ତି, ଶିବ କାର୍ଯ୍ୟ କରୁଛନ୍ତି, କପିଳ ମଧ୍ୟ ତାଙ୍କର ପ୍ରତିନିଧି, ଆଉ ପ୍ରହ୍ଲାଦ ଇତ୍ୟାଦି ସମସ୍ତେ, ଏମାନେ ସମସ୍ତେ ପ୍ରଭୁଙ୍କର ନିର୍ଦ୍ଦେଶ ପାଳନ କରୁଛନ୍ତି। ଆମ ଭିତରେ ଗୋଟେ ଭୁଲ ଧାରଣା ଅଛି ଯେ ଧର୍ମ ପ୍ରକୃତରେ ଆମେମାନେ ସୃଷ୍ଟି କରୁଛୁ, ଧର୍ମଟା ଭଗବାନ ସୃଷ୍ଟି କରୁଛନ୍ତି। ଧର୍ମ ତ ସାକ୍ଷାତ ଭଗବତ ପ୍ରଣୀତ, ଆଉ ସେ ଧର୍ମଟା ଏଭଳି ଧର୍ମ ନୁହେଁ ପିତା ପୁତ୍ର ପ୍ରତି ଧର୍ମ, ପରିବାର ପ୍ରତି ଧର୍ମ, ଦେଶ ପ୍ରତି ଧର୍ମ, ଗୁରୁଜନକୁ ଖାଦ୍ୟ ଦେବା ଧର୍ମ, ଏ ଧର୍ମ ପ୍ରକୃତ ଧର୍ମ ନୁହେଁ। ଧର୍ମ ହେଉଛି ଭଗବାନଙ୍କର ଶରଣାଗତ, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ। ଭଗବାନଙ୍କର ଶରଣାପନ୍ନ ହେବା ହେଉଛି ପ୍ରକୃତ ଜୀବନ ଧର୍ମ। ତାହା ହିଁ ଧର୍ମରାଜ ଯମରାଜ ସେ କଥା କହିଲେ। ଆଉ କୋଉମାନେ ପାଳନ କରୁଛନ୍ତି ନା, ଏଇ 12 ଜଣ ପାଳନ କରୁଛନ୍ତି। ସ୍ୱୟଂଭୁ, ନାରଦ, ଶମ୍ଭୁ, କୁମାର, କପିଳ, ମନୁ ଇତ୍ୟାଦି ଏ 12 ଜଣ କଥା ସେ କହିଲେ। ତାପରେ କହିଲେ, ଯମଦୂତମାନେ ପଚାରିଲେ ଯେ ଆମେ କାହାକୁ ତାହେଲେ ଆଣିବୁ? ଏଇ ତ ଅଜାମିଳ ଏତେ ବଡ଼ ପାପୀ, ସିଏ ଆଜି ରକ୍ଷା ପାଇଗଲା, ଆମେ ତ ଯାହା ପାଖକୁ ଯିବୁ ସେ ସମସ୍ତେ ରକ୍ଷା ପାଇଯିବେ। ତେଣୁ ଯମରାଜ କହିଲେ ନା, ସେଭଳି ଭାବନା, କାରଣ ବହୁତ ଲୋକ ଅଛନ୍ତି ଯିଏକି ଭଗବାନଙ୍କ ନାମ ଉଚ୍ଚାରଣ କରୁନାହାନ୍ତି, କିମ୍ବା ପାଇକି ମଧ୍ୟ ଭଗବାନଙ୍କ ନାମ ଉଚ୍ଚାରଣ କରୁନାହାନ୍ତି, ଭଗବାନଙ୍କର ଫଟୋକୁ ମଧ୍ୟ ପୂଜା କରୁନାହାନ୍ତି ଏବଂ ଭଗବାନଙ୍କୁ ଦେଖିକି ମଧ୍ୟ ପ୍ରଣାମ କରୁନାହାନ୍ତି। ଏଇଭଳି ବ୍ୟକ୍ତିକୁ ତୁମେ ଆଣିବ। ତାପରେ ଯମରାଜ ସେ ଯମଦୂତଙ୍କ ପାଇଁ ନିଜେ ଭଗବାନଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ। ତାପରେ এই ଅଜାମିଳର କାହାଣୀ ସମାପ୍ତ ହେଲା ଏବଂ ଏଇ କାହାଣୀଟା ମିଥ୍ୟା ନୁହଁ, ଏହା ସତ୍ୟ। କାହିଁକି ନା ମଳୟାଚଳ ପର୍ବତର ଅଗସ୍ତ୍ୟ ଋଷି ଯେତେବେଳେ ଥିଲେ, ସେତେବେଳେ ସେ ବ୍ୟାସଦେବଙ୍କୁ ଏଇ କଥାଟି କହିଥିଲେ। ଶାଳଗ୍ରାମ ଉପରେ ହାତ ରଖି କହିଲେ, କହିଲେ ଏଇ ମୁଁ ଶାଳଗ୍ରାମ ଉପରେ ହାତ ରଖି କହୁଛି, ଯାହା ମୁଁ କହୁଛି ତାହା ସତ୍ୟ, ସତ୍ୟ ବିବାହ ସତ୍ୟ କରି ମୁଁ କହୁଛି, ଏ କାହାଣୀ ମିଥ୍ୟା ନୁହଁ। ତେଣୁ ଭଗବାନଙ୍କର ଦିବ୍ୟ ନାମର ଏତେ ଶକ୍ତି ଅଛି ଯିଏକି ଜଣେ ପାପୀ ପାପ କରିପାରିବ ନାହିଁ। ଇଏ ହେଉଛି ତାର ସମୀକ୍ଷା, ଇଏ ହେଉଛି ତାର ସାରାଂଶ, ବିଭିନ୍ନ ସାରାଂଶ। ତେଣୁ ଯେଉଁମାନେ କିଛି ବୁଝିଛନ୍ତି ବା କିଛି ତାଙ୍କର ଅନୁଭୂତି ଅଛି, ସେମାନଙ୍କୁ ଆମେ ଅନୁରୋଧ କରିବା ସେମାନେ ଆସି 2-3 ମିନିଟ୍ କି 5 ମିନିଟ୍ କଥା କହିବେ।